ଯେତେବେଳେ ବାପା ନିଜର ପୁଅକୁ ଛାଡ଼ିକିରି ନିଜର ଘରକୁ ତ୍ୟାଗ କରିଦେଇକିରି ଅନ୍ୟ ଜାଗାରେ ଯାଇକିରି ରହିବ, ଅନ୍ୟର ଘରେ ଯାଇକିରି ଆଶ୍ରୟ ନେବ, ସେ ପୁଅ କହିବ ମୋର ବାପା ମରିଗଲା ପରେ, ମଲା ପର୍ଯ୍ୟନ୍ତ କାହିଁ କେବେ ତମର ବାପା ହେଇକି ନଥିଲା? ଆଜିର ବିଜୁ ବାବୁଙ୍କ ତିରୋଧାନ ଦିବସରେ ସେଦିନ ମନେ ପଡ଼ୁଛି ଯେଉଁଦିନ ବିଜୁ ବାବୁଙ୍କର ଦେହାନ୍ତ ହୋଇଥିଲା। ତାଙ୍କୁ ପୁରୀ ନେଇକରି ଯାଉଥିଲୁ ଆମେ, ବୁଝିଲେ। ଆଉ ଏବେ ଯେଉଁମାନେ କହୁଛନ୍ତି ଡିଣ୍ଡିମ ପିଟୁଛନ୍ତି, ଖାଲି ଗୋଟେ ଜିନିଷଟେ ଜାଣିବା କଥା ଯେ ଯେଉଁମାନେ ବେଶୀ ଭାଷଣ ଦେଉଛନ୍ତି କେବେ ବିଜୁ ବାବୁଙ୍କ ସାଙ୍ଗରେ ଥିଲେ? ବିଜୁ ବାବୁଙ୍କୁ ନିକଟରେ କେବେ ଦେଖିଛନ୍ତି? ବିଜୁ ବାବୁଙ୍କ ପାଖରେ କେବେ କଥା ହେଇଛନ୍ତି? ଯେଉଁମାନେ ଏସବୁ କେବେ କରିନାହାନ୍ତି ସେମାନେ ଆଜିକାଲି ବେଶୀ ଭାଷଣ ଦେଉଛନ୍ତି। ଆଉ ଆପଣ ନବୀନ ପଟ୍ଟନାୟକ କଥା କହିବେ, ଆପଣମାନଙ୍କର ସମସ୍ତଙ୍କର ପରିବାର ଅଛି, ବାପା ମା ସ୍ତ୍ରୀ ପିଲା ଛୁଆ ନେଇକରି ଆପଣମାନେ ରହୁଛନ୍ତି। ଆପଣ ଚିନ୍ତା କରନ୍ତୁ, ଯେତେବେଳେ ବାପା ନିଜର ପୁଅକୁ ଛାଡ଼ିକିରି ନିଜର ଘରକୁ ତ୍ୟାଗ କରିଦେଇକିରି ଅନ୍ୟ ଜାଗାରେ ଯାଇକିରି ରହିବ, ଅନ୍ୟର ଘରେ ଯାଇକିରି ଆଶ୍ରୟ ନେବ, ସେ ପୁଅ କହିବ ମୋର ବାପା ମରିଗଲା ପରେ, ମଲା ପର୍ଯ୍ୟନ୍ତ କାହିଁ କେବେ ତମର ବାପା ହେଇକି ନଥିଲା? ଆଜି କିନ୍ତୁ ଡିଣ୍ଡିମ ପିଟୁଛନ୍ତି। ଧନ୍ୟବାଦ ଦେବି, କେଉଁ ଜୀବନରେ ନବୀନ ପଟ୍ଟନାୟକ ତପସ୍ୟା କରିଥିଲା କେଜାଣି, ସିଧା ଉଡ଼ାଜାହାଜରେ ଉଡ଼ିକିରି ଆସିଲା। ବିଜୁ ପଟ୍ଟନାୟକର ପୁଅ, ବିଜୁ ପଟ୍ଟନାୟକର ନାଁଟାକୁ ନେଇକିରି ଓଡ଼ିଶାଟାକୁ 24 ବର୍ଷ ଶାସନ କଲା। ଯେଉଁ ବିଜୁ ପଟ୍ଟନାୟକ ନେଇକିରି ଓଡ଼ିଶା ଆଜି ଗର୍ବ କରୁଛୁ, ଆମେ ସମସ୍ତେ ଗର୍ବ କରୁଛୁ, ସେ ଓଡ଼ିଶାର ପୁଅ ପାଇଁ, ତାର ପୁଅ ହେଇକିରି 24 ବର୍ଷ ଯିଏ ଶାସନ ଗାଦିରେ ଆକୁ ବସେଇଲା ବିଜୁ ପଟ୍ଟନାୟକ, ସେ ଓଡ଼ିଆ ଭାଷାକୁ ଇଏ ଶିଖିପାରିଲାନି। ୟାଠୁ ଆଉ ଦୁଃଖର କଥା କ'ଣ ହବ? ସିଏ ଆଜି କହିବ ମୁଁ ବାପାର ଶ୍ରାଦ୍ଧବାର୍ଷିକୀ ପାଳନ କରିବି, ୟା ମଲା ଉତ୍ତରୁ ପାଳନ କଲେ କିଛି ମୂଲ୍ୟ ଅଛି? ବଞ୍ଚିଥିଲା ଯାକ ତ ତାକୁ କେହି ପଚାରିଲନି। ଅନ୍ୟମାନେ ଯାଇକିରି ତାର ହସ୍ପିଟାଲରେ ସେବା କଲେ, ଅନ୍ୟମାନଙ୍କର ଘରେ ରହିଲା, ଅନ୍ୟମାନେ ତାଙ୍କର ସେତେବେଳେ ଦେଖାଶୁଣା କରୁଥିଲେ। ଏବେ ପାଟିତୁଣ୍ଡ କଲେ, ଏତେ ଡିଣ୍ଡିମ ପିଟିଲେ କିଏ ଶୁଣିବ? ଲୋକେ ଜାଣିନଥିଲେ, ଯେତେବେଳେ ଲୋକ ଅନୁଭବ କଲେ, ଖାଲି ଲୋକ ଅନୁଭବ କରିନାହାନ୍ତି, ନବୀନ ପଟ୍ଟନାୟକ ନିଜେ ବି ଅନୁଭବ କଲେ ଯେ ଲୋକ ଅଶ୍ଳୀଳତା ଜାଣିଦେଲେଣି। ମୁଁ ବିଜୁ ପଟ୍ଟନାୟକର ପୁଅ ହେଲେ ମଧ୍ୟ ବିଜୁ ପଟ୍ଟନାୟକର କିଛି ସେବା କରିନି। ବିଜୁ ପଟ୍ଟନାୟକ ଆମ ପାଖରେ ନ ରହିକିରି ବାହାରେ ଅନ୍ୟ ଜଣ ଘରେ ରହୁଥିଲେ, ଏ କଥା ଓଡ଼ିଶାବାସୀ ଜାଣିସାରିଲେଣି। ସେ ଓଡ଼ିଆ ଭାଷା ଶିଖିପାରିଲେନି, ଏଇ କଥା ମର୍ମେ ମର୍ମେ ଓଡ଼ିଆ ଜାତି ଆଜି ଅନୁଭବ କରିସାରିଲାଣି। ଏ କଥା ଭାବିଲା ପରେ ତାର ଗୋଡ଼ ତଳେ ଏବେ ମାଟି ଖସିଗଲାଣି। ନା ଏମାନେ ତ ଥିଲେ, ଏ ଯେତେ ଜଣକୁ ଦେଖୁଛନ୍ତି ଆପଣ ଆଜି କରୁଛନ୍ତି, ଏ ବିଜୁ ଜନତା ଦଳର ଜୀବନଦାତା କହିଲେ ଅତ୍ୟୁକ୍ତି ହେବନି। ଏମାନେ ହିଁ ବିଜୁ ଜନତା ଦଳ ଗଢ଼ିଥିଲେ। ସେଦିନ ମୁଁ ବି ଥିଲି ତାଙ୍କ ସାଙ୍ଗରେ। ଏ ବିଜୁ ଜନତା ଦଳର ନିର୍ମାତା ହଉଛୁ ଆମେମାନେ, ବିଜୟ ମହାପାତ୍ର, ନଳିନୀ ମହାନ୍ତି, ଏ ଯେଉଁ କିଏ ଦିଲ୍ଲୀପ ରୟ, ଆମର ଯେତେ ସବୁ ଆପଣ ଦେଖୁଛନ୍ତି, ସମସ୍ତେ ଇଏ ବିଜୁ ଜନତା ଦଳର ଗଢ଼ିଛନ୍ତି, ପ୍ରତିଷ୍ଠାତା। ଏ ନବୀନ ପଟ୍ଟନାୟକ ଆଇରେ ତିଳେ ମାତ୍ର ଯୋଗଦାନ ନାହିଁ। ସେମାନଙ୍କୁ ବିଜୁ ପଟ୍ଟନାୟକର ଲୋକ ବୋଲି ଲୋକେ ସେମାନଙ୍କୁ କିଛି ଭଲ ପାଇପାରନ୍ତି? ସେ ତ କ'ଣ ହବ ନ ହବ ଭବିଷ୍ୟତ କହିବ। କିନ୍ତୁ ଯେହେତୁ ବିଜୁ ପଟ୍ଟନାୟକ ସାଙ୍ଗରେ ଦୀର୍ଘ ଦିନ ଏମାନେ ଥିଲେ, ବିଜୟ ମହାପାତ୍ରଙ୍କ ଅବଦାନ ବହୁତ ଅଛି। ଏ ବିଜୁ ଜନତା ଦଳକୁ ସେମାନେ ଗଠନ କରିଥିଲେ, ତେଣୁ ଲୋକେ ତାକୁ କ'ଣ କହିବେ, ଏବେଠି କିଛି କହିବାଟା ଠିକ ହେବନି ଏବଂ ତାର ଭବିଷ୍ୟତ କ'ଣ ହବ ଏ କଥା ବି ଆମେ କହିପାରୁନୁ। କିନ୍ତୁ ଏଇଟା ସୁନିଶ୍ଚିତ କଥା, ଏଇଟା ଠିକ କଥା ଯେ ଯେଉଁମାନେ ଆଜି କରୁଛନ୍ତି ସେମାନେ ବିଜୁ ପଟ୍ଟନାୟକର ପ୍ରକୃତ ଦାୟ, ଏ କଥାକୁ କେହି ମନା କରିପାରିବେ। ନିଶ୍ଚିତ ବିଜୁ ପଟ୍ଟନାୟକ ଏ ଯେଉଁ କ'ଣ ବିଜେଡି ବୋଲି ଆପଣ ଭାବୁଛନ୍ତି, ନବୀନ ପଟ୍ଟନାୟକ ଯେଉଁ କେତେ ଜଣ ଡିଣ୍ଡିମ ମାରୁଛନ୍ତି, ନବୀନ ପଟ୍ଟନାୟକ ହାତ ହଲେଇଲେ ଭୋଟ ହେଇଯାଉଛି, ନବୀନ ପଟ୍ଟନାୟକ ଗୋଟେ ଛିଡ଼ା ହେଇଗଲେ ଭୋଟ ହେଉଛି। ଏଥିରେ କେବେ ବି ଭୋଟ ହଉନଥିଲା, ଆଜି ବି ହଉନି,
ଭବିଷ୍ୟତରେ ବି ହବନି। କେବଳ ବିଜୁ ପଟ୍ଟନାୟକର ନାଁ ଲାଗି, ବିଜୁ ପଟ୍ଟନାୟକର ଇଏ ଲାଗି, ତାର ପ୍ରତିଷ୍ଠାତା ଲାଗି ଆଜି ବିଜୁ ଜନତା ଦଳ ଛିଡ଼ା ହେଇଛି। ଏବଂ ଯେତେବେଳେ ଦେଖିବେ ଲୋକେ ଯେ ବିଜୁ ଜନତା ଦଳର ପ୍ରକୃତ ଦାୟିତ୍ୱ ଯୋଉମାନେ ସେମାନେ ଛାଡ଼ିକିରି ନୂଆ ଦଳ କରୁଛନ୍ତି, ହୁଏତ ଲୋକ ତାଙ୍କୁ ସପୋର୍ଟ କରିପାରନ୍ତି। ନିଶ୍ଚିତ ଭାବରେ କ୍ଷତି ହବ। ଭାବିବାର କ'ଣ ଅଛି? ନୂଆ ଆଞ୍ଚଳିକ ଦଳ କ'ଣ ହବ କ'ଣ ନାହିଁ କହିପାରିବିନି, କିନ୍ତୁ ଲୋକେ ଭଲ ଭାବରେ ଜାଣିଛନ୍ତି ନା ଏମାନେ ବିଜେପି ବିଜୁ ପଟ୍ଟନାୟକର ଅନ୍ତରଙ୍ଗ ଲୋକ ଥିଲେ ବୋଲି। ଦୀର୍ଘ ଦିନ ଏମାନେ ବିଜୁ ପଟ୍ଟନାୟକ ସାଙ୍ଗରେ ଥିଲେ। ନବୀନ ନିବାସ ୟାଙ୍କର ଥିଲା। ବିଜେଡି କହୁଛି ଯେ ବିଜେପି ଏମାନଙ୍କୁ ଲଗେଇକି ଗୋଟେ ନୂଆ ଦଳ ତିଆରି କରୁଛି ବିଜେଡିକୁ ଭାଗିବା ପାଇଁ। ଆରେ ବିଜେପି ତମକୁ ପୁରା ଆଶ୍ରୟ ନଥିଲା, ବିଜେପି ସାଙ୍ଗରେ ଥିଲ। ବିଜେପି କି କାହାର ଆଶ୍ରୟଦାତା ହେଇକିରି କେବେ ଚଳିବାକୁ ଚାହେଁନି। ବିଜେପି ଗୋଟେ ବିରାଟ ସଂଗଠନ, ପୃଥିବୀର ନମ୍ବର 1 ପାର୍ଟି, ଯାହାର ନେତୃତ୍ୱ ନେଉଛନ୍ତି ମନମୋହନ ସାମଲ ଏବଂ ନିତିନ ନବୀନ। এইটে বিজেপি কোটে বিজেডি কোটে তার ঔকাত কଣ ଅଛି ବିଜେପି କହିବା ପାଇଁ? ସେ ଔକାତ ହିଁ ବିଜେଡିର ନାହିଁ, ନବୀନ ପଟ୍ଟନାୟକର ନାହିଁ। ଏବେ କହୁଛି ଆଉ 5 ମିନିଟ୍ ତଳେ ଯାଇକିରି 5 ଘଣ୍ଟା ପରେ ଯାଇକିରି କି କ'ଣ ଯାଇକି ଦିଲ୍ଲୀରେ ଗୋଡ଼ ତଳେ ପଡ଼ିଯିବ। ସେଥିପାଇଁ ୟାର ମୂଲ୍ୟ କିଛି ନାହିଁ। ବିଜେପିର କହିବାର ଔକାତ ତାଙ୍କର ନାହିଁ। ବିଜେପି ଗୋଟେ ବଡ଼ ଦଳ। ବିଜେପିର ଲଗେଇବ କ'ଣ କରିବ କ'ଣ? ୟାଙ୍କ ଦଳ ଭାଗିବାକୁ ଯାଉଛି। କେବେ ଇଏ ଲୋକଙ୍କ ସାଙ୍ଗରେ ମିଶିଥିଲା?